14 ଫେବୃଆରୀ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଭାରତର 40 ଯବାନଙ୍କର ମୃତ୍ୟୁର ବଦଲା ବା ପ୍ରତିଶୋଧ ନେବା ପାଇଁ ବର୍ତ୍ତମାନ ପୁରା ଦେଶ ସରକାରଙ୍କୁ ନିବେଦନ କରୁଛି। ଆଉ ସେପଟେ ସରକାର ପାକିସ୍ତାନ ଓ ଆତଙ୍କବାଦୀ ବିପକ୍ଷରେ ବହୁତ କଡ଼ା ନିୟମ ପ୍ରଣୟନ କରିଛନ୍ତି। ତ ପ୍ରଥମେ ସରକାର ପାକିସ୍ତାନ ଠାରୁ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିବା ସହ ପାକିସ୍ତାନ ଠାରୁ ଆସୁଥିବା ଜିନିଷଗୁଡ଼ିକ ଉପରେ 200% ଟ୍ୟାକ୍ସ ବସାଇ ଦେଇଛି। ହେଲେ ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ଭାରତ ସରକାର ଏପର୍ଯ୍ୟନ୍ତ କୌଣସି ବି ହେଲେ ପଦକ୍ଷେପ ନେଇନାହାନ୍ତି। ବର୍ତ୍ତମାନ ପୁରା ଦେଶ ଜାଣିବା ପାଇଁ ଚାହୁଁଛି କି ସବୁ ଜାଣିଶୁଣି ମଧ୍ୟ ଭାରତ ସରକାର ପାକିସ୍ତାନ ଉପରକୁ ଆକ୍ରମଣ କରିବା ପାଇଁ ଏତେ ଡେରି କ'ଣ ପାଇଁ କରୁଛନ୍ତି। ତ ଫ୍ରେଣ୍ଡସ୍, ଏଥିପାଇଁ ଆପଣମାନଙ୍କୁ ଆମେ 5ଟି କାରଣ କହିବୁ, ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ପୁରା ଲାଷ୍ଟ ଯାଏଁ ଦେଖନ୍ତୁ। ପ୍ରଥମ କାରଣ, ଠିକ୍ ସମୟର ଅପେକ୍ଷା। ପ୍ରଧାନମନ୍ତ୍ରୀ ମୋଦି ଜୋସ୍ରେ ଆସି କୌଣସି ନିଷ୍ପତ୍ତି ନେବା ପାଇଁ ଚାହୁଁନାହାନ୍ତି, ଯାହାଦ୍ୱାରା ଦେଶର ବହୁତ ବଡ଼ କ୍ଷତି ହେବ। ଏମିତି ହୋଇପାରେ କି ଏହି ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ କୌଣସି ସିକ୍ରେଟ୍ ମିଶନର ପ୍ରସ୍ତୁତି କରିବାରେ ସେ ଲାଗିଛନ୍ତି। ଆଉ ଠିକ୍ ସମୟ ଆସିଲେ ଏହାର ପ୍ରୟୋଗ ମଧ୍ୟ ସେ କରିବେ, ଯେପରି ୟୁରି ଆଟାକ୍ ସମୟରେ ସେ କରିଥିଲେ। ଦ୍ୱିତୀୟ କାରଣଟି ହେଉଛି ଆଗାମୀ ଇଲେକ୍ସନ ପାଇଁ। ଆପଣମାନେ ସମସ୍ତେ ଜାଣିଥିବେ କି ଆଗାମୀ ଦିନମାନଙ୍କରେ ଭାରତର ଇଲେକ୍ସନ ଆସିବାକୁ ଯାଉଛି। ସେଥିପାଇଁ ନରେନ୍ଦ୍ର ମୋଦି ଭାବିଥାଇପାରନ୍ତି କି ଯଦି ସେ ପୁଣି ଆଉ ଥରେ ଇଲେକ୍ସନରେ ଜିତିଯାଆନ୍ତି ତାହେଲେ ପାକିସ୍ତାନ ଓ ଆତଙ୍କବାଦୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ତାଙ୍କୁ ଢେର ସମୟ ମିଳିବ। ତ ଏହାପରେ ଆସୁଛି ତୃତୀୟ କାରଣ। ତୃତୀୟ କାରଣଟି ହେଉଛି ପୁଲୱାମା ଆଟାକର ପ୍ରମାଣ ଖୋଜୁଛି ଭାରତ। ଏମିତି ବି ହୋଇପାରେ କି ପାକିସ୍ତାନର ସରକାର କହିବା ଅନୁଯାୟୀ ଭାରତ ପ୍ରମାଣ ଖୋଜିବାରେ ଲାଗିଛି। ଆଉ ଥରେ ପ୍ରମାଣ ମିଳିଗଲେ ପାକିସ୍ତାନ ନିଜେ କହିଛି କି ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ସେ ନିଜେ କଡ଼ା ନିଷ୍ପତ୍ତି ନେବ, ଯାହାଦ୍ୱାରା ପାକିସ୍ତାନକୁ ସଭ୍ୟ ଭାବରେ ଜବାବ ଦିଆଯାଇପାରିବ। ଏହାପରେ ଆସୁଛି ଚତୁର୍ଥ କାରଣ, ଆତଙ୍କବାଦୀଙ୍କ ରହିବା ଜାଗାକୁ ଖୋଜିବା। ତ ଫ୍ରେଣ୍ଡସ୍, ଗତ ଉରି ଆଟାକ୍ ସମୟରେ ଯେପରି ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା, ହୋଇପାରେ କି ଏଥର ମଧ୍ୟ ସେହିଭଳି ସର୍ଜିକାଲ ଷ୍ଟ୍ରାଇକ୍ ମଧ୍ୟ କରିପାରେ ଭାରତ। ସେଥିପାଇଁ ହୁଏତ ଆତଙ୍କବାଦୀମାନଙ୍କ ଠିକଣା ଖୋଜିବାରେ ଲାଗିପଡ଼ିଛି ଭାରତ। ଆଉ ଏହା ମିଳିଗଲା ପରେ ଏହାପରେ ସଙ୍ଗେ ସଙ୍ଗେ ଆକ୍ରମଣ କରାଯିବ। ତ ଏହାପରେ ଆସୁଛି ପଞ୍ଚମ କାରଣ, ହୁଏତ ଭାରତ ତାର କୂଟନୈତିକ ଚୁକ୍ତି ପ୍ରୟୋଗ କରି ପାକିସ୍ତାନକୁ ପୁରା କାଙ୍ଗାଳ କରିଦେବା ପାଇଁ ଚାହୁଁଛି, ଯାହାର ଇଫେକ୍ଟ ବର୍ତ୍ତମାନ ଆମେ କିଛି ମାତ୍ରାରେ ଦେଖିବାକୁ ପାଉଛୁ। ତ ଫ୍ରେଣ୍ଡସ୍, ଏହିସବୁ ଥିଲା 5ଟି କାରଣ ଯାହା ପାଇଁ ବର୍ତ୍ତମାନ ମୋଦି ସରକାର ପାକିସ୍ତାନ ଉପରକୁ ଆକ୍ରମଣ କରିନାହାନ୍ତି। ତ ଫ୍ରେଣ୍ଡସ୍, ଆଶା କରୁଛି କି ଆପଣମାନଙ୍କୁ ସମ୍ପୂର୍ଣ୍ଣ ବିବରଣୀ ମିଳିଥାଇପାରେ। ତ ଆପଣମାନଙ୍କର ନଜରରେ ବା ଆପଣମାନଙ୍କର ଚିନ୍ତାରେ କ'ଣ ହୋଇପାରେ ବା କାରଣ କ'ଣ ହୋଇପାରେ ଯେଉଁଥିପାଇଁ ଭାରତ ସରକାର ଏପର୍ଯ୍ୟନ୍ତ ପାକିସ୍ତାନ ଉପରେ ଆକ୍ରମଣ କରିନାହାନ୍ତି। ଯଦି ଆପଣମାନଙ୍କୁ ଜଣାଅଛି ତାହେଲେ ଏହାର ଉତ୍ତର ଆପଣମାନେ କମେଣ୍ଟ ବକ୍ସରେ ଲେଖନ୍ତୁ।